हेलो दर्शक बंधु आपण नमस्कार। ए एस्ट्रोलोजी विषय रे मु ए चैनल में वीडियो अपलोड करूछी। आपण मन जदि एस्ट्रोलोजी जानिया को इच्छा करजोंदी बा एस्ट्रोलोजी रे आपनकर हॉबी रही ताले ए चैनल से जोड़ी जांतु आ चैनल को सब्सक्राइब करंतु जा द्वारा कोन बा आपन एस्ट्रोलोजी रो वीडियो बा एस्ट्रोलोजी सहज रे शिक्षा जाय परिबो। इतरे जते प्रकार राजयोग अछि भलो जोग खराब जोग किंबा जते वेराइटी रो सब अछि हमरो जोग अछि तापरे कौन टाइम रे कौन घटुची ग्रह चलन महादशा अंतरदशा प्रत्यांतर दशा वास्तुशास्त्र तापरे हाथ बा जोंटा को हम पामिस्ट्री से विषय रे मध्ये वीडियो इतरे मिली जिवो। आ आपण गोटे रिक्वेस्ट है मु जहा प्रेडिक्शन करिवि मु जहा जति कहिवि आपण सेटा को निजे सहज रे बुझी परिबे। मोर कोनोसी अधिका पैसा खर्च होबनी मो प्रेडिक्शन रे माने जोंटा कहिवि कि तार प्रतिकार ପାଇଁ ଅଧିକା पैसा ଖର୍ଚ୍ଚ ହବନି। ତେଣୁକରି ଫାଷ୍ଟ ଆମେ ଜାଣିବା ଜାତକ କାହାକୁ କୁହନ୍ତି ବା ଜାତକରେ କଣ କଣ ସବୁ ଜିନିଷ ରହୁଛି। ଜାତକରେ ରହୁଛି 12ଟା ରାଶି ରହୁଛି। ରାଶି ହଉଛି 12ଟା, ନକ୍ଷତ୍ର ହଉଛି 27ଟା। ନକ୍ଷତ୍ରର ପାଦ ହଉଛି 108। ଆଚ୍ଛା, ରାଶି ଯୋଉ ମୁଁ କହିଲି ରାଶି କାହାକୁ କହିବା ସାଧାରଣତଃ ରାଶି କହିଲେ ଆମକୁ ବା କିଛି ଗୋଟେ ମୂଲ୍ୟ ଯେତେବେଳେ ଆଷ୍ଟ୍ରୋଲୋଜି ଟା ଟୋଟାଲ ବେସ୍ ହେଇଛି ମ୍ୟାଥ ଉପରେ। ଗୋଟେ ହେଲା ଆଷ୍ଟ୍ରୋଲୋଜି ଆଉ ଗୋଟେ ହେଲା ଆଷ୍ଟ୍ରୋଲୋଜି ଆଉ ଗୋଟେ ହେଲା ଆଷ୍ଟ୍ରୋନୋମି। ଏ ଡିଫରେନ୍ସ ଫାଷ୍ଟ ଆପଣଙ୍କୁ ବୁଝିବାକୁ ହବ। ଆଷ୍ଟ୍ରୋଲୋଜି କାହାକୁ କୁହନ୍ତି, ଆଷ୍ଟ୍ରୋନୋମି କାହାକୁ କୁହନ୍ତି। ଆଷ୍ଟ୍ରୋଲୋଜି ହଉଛି ରେଜଲ୍ଟ ଆଉ ଆଷ୍ଟ୍ରୋନୋମି ହଉଛି କାଲକୁଲେସନ। ଆପଣ ଯାହାକୁ ହିସାବ କରିବେ ବା ମହାକାଶରେ ଯୋଉ ହିସାବ ସେଟା କହିଲା ଆଷ୍ଟ୍ରୋନୋମି, ତାର ରେଜଲ୍ଟ କୁହନ୍ତି ଆଷ୍ଟ୍ରୋଲୋଜି। ତେଣୁକରି ଏଇଟା ଏବେ ଲେଖା ହେଇନି, ଏଇଟା ବହୁ ବର୍ଷ ଧରି ମୁନିଷି ମାନେ ଲେଖିଛନ୍ତି, ଏଠି ବସିକି ଲେଖିଛନ୍ତି। ତେଣୁକରି ତାଙ୍କ ମୁଣ୍ଡରେ ମୁଁ ତ ସମାନ ନୁହଁ କି ଆଉ ବି ଯୋଉ ସବୁ ମିଡିଆରେ ସରି ଆମ ସୋସିଆଲ ମିଡିଆରେ ଯେତେ ସବୁ ଲୋକ ଅଛନ୍ତି ଆଷ୍ଟ୍ରୋଲୋଜର ଅଛନ୍ତି ବା ବାସ୍ତୁବାଦୀ ଅଛନ୍ତି, ତେଣୁକରି ମୁଁ ବି ତାଙ୍କ ସାଙ୍ଗେ ସମାନ ନୁହଁ କାରଣ ମୋ ବୟସ ବହୁତ କମ। କିନ୍ତୁ ମୋ ପ୍ରେଡିକ୍ସନ ଆପଣଙ୍କୁ ମୁଁ ଶିଖେଇବି, ଆପଣ ବି ଜାତକ ଜାଗା ଶିଖିଯିବେ ବିନା ମୂଲ୍ୟରେ। ପଇସା ଖର୍ଚ୍ଚ ନାହିଁ, ଆପଣଙ୍କୁ ବି ଠକି ପାରିବେନି। ଆପଣଙ୍କୁ ବି ଜଣା ଯେ ଆପଣ ଫିଲ୍ କରିବେ ଯେ ନା ଏଇ ଜିନିଷଟା ମୋ ପାଇଁ ଠିକ, ମୁଁ ବି ଜାଣିପାରୁଛି ଜିନିଷଟା ମୋ ଘରେ ଘଟୁଛି। ପୁରା ବେସିକ ପଏଣ୍ଟରେ ମୁଁ ଆପଣଙ୍କୁ କହିବି। କିନ୍ତୁ ରାଶିର ଫାଷ୍ଟ ଡେଫିନେସନ ହେଲା କଣ, ରାଶି ମାନେ ଗୋଟେ ଆମାଉଣ୍ଟ ଯିଏ କଣ କରୁଥିବ ପୃଥିବୀର ବା ଯିଏ କଣ କରୁଥିବ 30 ଡିଗ୍ରୀ ଅକୁପାୟ କରିବ କୋଉଠି 360 ଡିଗ୍ରୀ ବା ସୋଲାର ସିଷ୍ଟମ। ଆପଣ ଜାଣିଥିବେ ସୋଲାର ସିଷ୍ଟମ 360 ଡିଗ୍ରୀ। ଟୋଟାଲ ଗ୍ରହ ମାନେ ଯୋଉ ରହୁଛନ୍ତି କେତେ ଡିଗ୍ରୀ ରହୁଛନ୍ତି 360 ଡିଗ୍ରୀ। ଆମେ ଆଷ୍ଟ୍ରୋଲୋଜିରେ କଣ କରିବା, ପୃଥିବୀ କି ଜିରୋ କଲେ ଗୋଟେ କଥା ମନେ ରଖନ୍ତୁ, ଆଷ୍ଟ୍ରୋଲୋଜିରେ କିଏ ଜିରୋ ହବ, ପୃଥିବୀ ଜିରୋ ମାନେ ପୃଥିବୀ କି ଆମେ ସ୍ଥିର କରିବା, ସୂର୍ଯ୍ୟକୁ ମୁଭମେଣ୍ଟ କରିବା। ପୃଥିବୀ କି ସ୍ଥିର କରିବା, ସୂର୍ଯ୍ୟକୁ ମୁଭମେଣ୍ଟ କରିବା। ଯଦି ଆମେ ବାହାରକୁ ଯିବା ହାରି ସୋଲାର ସିଷ୍ଟମ ବାହାରକୁ ଯିବା ତାହେଲେ ଆମେ ଦେଖିବା ସମସ୍ତେ ବୁଲୁଛନ୍ତି। ଏ ସଂସାର ସମସ୍ତେ ଗତିଶୀଳ, ସେ ଜୀବ ହଉ କି ସଜୀବ ହଉ କି ନିର୍ଜୀବ ହଉ, ମାନେ ଲିଭିଂ ଥିଙ୍ଗସ ହଉ କି ନନ୍ ଲିଭିଂ ଥିଙ୍ଗସ ହଉ, ଡିପେଣ୍ଡ କରୁଛି କାହା ଉପରେ। ଆମେ ଯେତେବେଳେ ଜାଣିପାରିବା କି ଆ ଦେହରେ ଜୀବନ ଅଛି ତାହେଲେ ଆମେ ବି ତାକୁ କହିବା ଯେ ଆଜି ପାଖରେ ଜୀବନ ଅଛି। ତେଣୁକରି ଆମ ପାଖରେ ଏତେ ବି ଡେଭଲପମେଣ୍ଟ ନାହିଁ, ସାଇନ୍ସ ହଉ ଟେକ୍ନୋଲୋଜି ହଉ ଏତେ ବି ଡେଭଲପମେଣ୍ଟ ହେଇଛି ସେ ଜିନିଷ ଗୁଡା ଜାଣିଥିବ। ଯୋଉଟା ଆପଣ କରେଣ୍ଟ ଗୋଟେ ତାରରେ କରେଣ୍ଟ ଅଛି ଆପଣ ଜାଣିପାରୁଛନ୍ତି, ଟେଷ୍ଟରଟା ଲଗେଇଲେ ଜାଣୁଛନ୍ତି। ଟେଷ୍ଟର ଆପଣ ପାଇଁ ଆପଣ ହାତରେ ଧରିଲେ ଆମକୁ କରେଣ୍ଟ ଲାଗିଲା। ତେଣୁକରି ଇଏ ସେମିତି ବହୁତ ସୂକ୍ଷ୍ମ ଜିନିଷ, ବହୁତ ସୂକ୍ଷ୍ମ ଜିନିଷ। ଏ ଭୌତିକ ଦୁନିଆରେ ବା ସ୍ଥୂଳ ଦୁନିଆରେ ଏଇଟାକୁ ଆମେ ଦେଖେଇ ହିଁ ପାରିବାନି, କିନ୍ତୁ ନିଜର ଅନୁଭବ ବହୁତ ବାଟ ନେଇଯିବ ଆପଣମାନଙ୍କୁ ବା ଆପଣ ବହୁତ ଭଲ କଥା ଜାଣିପାରିବେ। ତେଣୁକରି ଆଷ୍ଟ୍ରୋଲୋଜି ମୁଁ କହୁନି ଭୁଲ, ଯୋଉମାନେ ମାନିଲେ ସେମାନେ ଠିକ, ଯୋଉମାନେ ନ ମାନିଲେ ବି ସେ ଠିକ। ଠିକ ଅଛି, ମୁଁ ଆ ଉପରେ କୌଣସି ଡିବେଟ୍ କରୁନି। ମୋ ରାଶି ହେଲା 12ଟା, ନକ୍ଷତ୍ର ହେଲା 27ଟା, ପାଦ ହେଲା 108ଟା। 108ଟା ପାଦ କେମିତି ହେଲା, 27ଟା ନକ୍ଷତ୍ର, 27ଟା ନକ୍ଷତ୍ର ମାନେ ଗୋଟେ ନକ୍ଷତ୍ରର 4ଟି ପାଦ, 1 2 3 4, 4ଟା ପାଦ ଅଛି ହେଲା। ଗୋଟେ ନକ୍ଷତ୍ର କେତେଟା ପାଦ ଅଛି, 4ଟା ପାଦ ଅଛି। ତେଣୁକରି ଆମେ କହିଲେ 27 ଗୁଣନ 4 ହେଲା 108। 27 ଗୁଣନ 4 108। ରାଶି ମାନେ କଣ, ରାଶି ହଉଛି ଆମାଉଣ୍ଟ ଯିଏ କଣ କରିବ 30 ଡିଗ୍ରୀ ଅକୁପାୟ କରୁଥିବ। ଚନ୍ଦ୍ର ଯୋଉ ଥିବ ସେଟାକୁ ଆମେ ଜାତକ ରାଶି ବୋଲି କହିବା। ଚନ୍ଦ୍ର ଯୋଉ ଘରେ ଥିବ ସେ ଘରକୁ ଆମେ
ସେ ଲୋକର ରାଶି ବୋଲି କହିବା ଫାଷ୍ଟ ଜାଣନ୍ତୁ। ଟୋଟାଲ ସୋଲାର ସିଷ୍ଟମରେ ଗ୍ରହ ବୁଲୁଅନ୍ତି, ପୃଥିବୀ ବୁଲୁଛି। ସେଇ ଟାଇମରେ ଆପଣ ଯୋଉ ଟାଇମରେ ଜନ୍ମ ହେଲେ ସେଇ ଟାଇମରେ ଚନ୍ଦ୍ର ଯୋଉ ରାଶିରେ ଥିଲା। ଆଉ ଗୋଟେ କଥା ମନେ ରଖନ୍ତୁ, ରାଶି ବା ସୋଲାର ସିଷ୍ଟମରୁ ରାଶି ଯୋଉଠି ଅଛି, ରାଶି ଚକ୍ର ଯୋଉଟା ଅଛି ବହୁତ ଦୂରରେ ଅଛି, ଏପର୍ଯ୍ୟନ୍ତ ସେଠିକି ପହଞ୍ଚି ପାରିବା କଷ୍ଟକର। ବହୁତ ଦୂରରେ ରାଶି ଚକ୍ର ଅଛି। ତେଣୁକରି ଯେତେବେଳେ ଏଇଟା ଭାବିନ ଏଠି ସୋଲାର ସିଷ୍ଟମ ଅଛି, ଏଇଟା ଆମର ସୋଲାର ସିଷ୍ଟମ ହେଇଗଲା, ହେଲା। ଏଠି ସୋଲାର ସିଷ୍ଟମ ହେଇଗଲା। ଏଠି ଧର ପୃଥିବୀ ବୁଲୁଛି, ଏଇଟା ହେଇଗଲା ପୃଥିବୀ। ପୃଥିବୀ ଚାରିପଟେ କିଏ ବୁଲୁଛି? ଚନ୍ଦ୍ର ବୁଲୁଛି। ଏଠି ଚନ୍ଦ୍ର ବୁଲୁଛି ପୃଥିବୀ ଚାରିପଟେ। ଏଠି ହେଲା ରାଶି ଚକ୍ର, ଏଠି ହେଲା ରାଶି ଚକ୍ର। ଯଦି ଗୋଟେ ଲୋକ ଜନ୍ମ ହେଲା, କଣ ପୃଥିବୀରେ ଜନ୍ମ ହେଲା? ସୂର୍ଯ୍ୟକୁ ଆମେ ସ୍ଥିର କରିନେ, ସୂର୍ଯ୍ୟ ବୁଲୁଛି, ପୃଥିବୀ ସ୍ଥିର। ଯେତେବେଳେ ଆମେ ଜନ୍ମ ହେଲେ, ଗୋଟେ ପିଲାଟା ଜନ୍ମ ହେଲା, ଏଠି ଗୋଟେ ପିଲାଟା ଜନ୍ମ ହେଲା। ଏଠି ଅଛି କିଏ? ଏଠି ଧର ଅଛି ଚନ୍ଦ୍ର ଏହି ସିଧାରେ, ବା ଏଠି ସେଦିନ ଅଛି କଣ? ମକର ରାଶି ଅଛି, ମକର ରାଶି ଅଛି। ଏଠି ସେଦିନ ମକର ରାଶି ଅଛି, ମକର ରାଶି ସିଧା ଚନ୍ଦ୍ର ଅଛି, ପୃଥିବୀ ଅଛି, ସୂର୍ଯ୍ୟ ଅଛି। କଥା ବୁଝିପାରିଲ ନା? ସୂର୍ଯ୍ୟ ଛାଡିଦିଅ, ମକର ରାଶି ସିଧା ଚନ୍ଦ୍ର ଅଛି। ସେଇ ଟାଇମରେ ଆପଣ ଜନ୍ମ ହେଲେ, ତେଣୁକରି ଆପଣଙ୍କର ମକର ରାଶି। ସେମିତି ସେ 2 ଘଣ୍ଟା ପରେ ବୁଲିଯିବ, ସେ 2 ଘଣ୍ଟା ପରେ ବୁଲିଯିବ। ଗୋଟେ ରାଶିକି ଗୋଟେ ରାଶି ପାସ୍ କରିବା ପାଇଁ ଚନ୍ଦ୍ରକୁ 2.5 ଦିନ ସମୟ ଲାଗେ। ତେଣୁକରି ଚନ୍ଦ୍ର ଆଜି ଯୋଉଠି ଥିଲା ବା ଯୋଉ ରାଶିରେ ଥିଲା, ସେ ଧୀରେ 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 ବୁଲୁଛି। ଇଏ ବି ଧୀରେ 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 ବୁଲୁଛି, ମାନେ ରାଶି ଚକ୍ର ବୁଲୁଛି, ଚନ୍ଦ୍ର ବି ବୁଲୁଛି। ତେଣୁକରି ସେମିତି ଆଉ 2.5 ଦିନ ପରେ ଧର ଏଠି ସେଇ ଟାଇମରେ ଗୋଟେ ପିଲା ଜନ୍ମ ହେଲା, ଏଠି ସବୁ ବିଛା ଆସିବ। ଏସରି ଆମର କୁମ୍ଭ ସଉଦାର, ସେ ପିଲାଟା କୁମ୍ଭରେ ଯୋଉ ସିଧା ଚନ୍ଦ୍ର ରହିବ, ବା ଆଷ୍ଟ୍ରୋଲୋଜିରେ ବା ଜାତକରେ ଯଦି ଆମେ କୁଣ୍ଡଳୀରେ ଦେଖିବା ଯୋଉ ଘରେ ଚନ୍ଦ୍ର ଅଛି ସେଇଟା ଆମର ରାଶି। ବୁଝିପାରିଲ? ଏସବୁ ମାଇଣ୍ଡରେ ରହିବା ଦରକାର। ସେକେଣ୍ଡ କଥା ହେଲା ଲଗ୍ନ। ଲଗ୍ନ ଆମେ କାହା କହିବା? ଗୋଟେ ଦିନରେ କେତେଟା ଲଗ୍ନ? 12ଟା ଲଗ୍ନ ପାସ୍ ହେଇଯାନ୍ତି, ହେଲା। 12ଟା ଲଗ୍ନ ପାସ୍ ହେବେ। ସକାଳ ଯେତେବେଳେ ସୂର୍ଯ୍ୟ ଉଦୟ ହେଲା, ସେଇଠୁ ଲଗ୍ନ ଷ୍ଟାର୍ଟ ହେଲା। ଗୋଟେ ଲଗ୍ନ କେତେ ଟାଇମ? 2 ଘଣ୍ଟା। ଗୋଟେ ଲଗ୍ନ 2 ଘଣ୍ଟା। ବୁଝିପାରିଲେ? ଲଗ୍ନ କାହାକୁ କହିଲେ? ସେଇ 2 ଘଣ୍ଟାରୁ 30 ଡିଗ୍ରୀ ସମୟ ଯିଏ, ସିଏ ହେଲା ଲଗ୍ନ। ସିମ୍ପୁଲ ଜିନିଷ। ରାଶି ଯେମିତି ହେଲା 360ରୁ 30 ଡିଗ୍ରୀ ହେଲା ଗୋଟେ ରାଶି, କିନ୍ତୁ ଲଗ୍ନ ହଉଛି ସେଇଟା କୁହାହେଲା କୋଉଟା? 30 ଡିଗ୍ରୀ କହୁଛି ଜନ୍ମ ଟାଇମର 2 ଘଣ୍ଟାରେ ଯୋଉଠି ଆପଣ ଜନ୍ମ ହେଲେ, ମାନେ ସେଦିନ ସକାଳୁ 2 ଘଣ୍ଟା ପରେ ଆପଣ ଯୋଉଠି ଜନ୍ମ ହେଲେ, ସେଟା ହେଲା ଆପଣଙ୍କ ଲଗ୍ନ। ସକାଳୁ ଯଦି ଥିବ ମେଷ ଲଗ୍ନ, ତାହେଲେ ଆପଣ 6ଟାରୁ ଧର ମେଷ ଲଗ୍ନ, ସୂର୍ଯ୍ୟ ଉଦୟ ଯୋଉଟା ହେଲା, ସେଟା 6ଟା ହେଲା। 6ଟାରୁ ଧର ମେଷ ଲଗ୍ନ ଥିଲା, 6ଟାରୁ 2ଟା ମାନେ 2 ଘଣ୍ଟା, 8ଟା। 8ଟା 2ରେ ଆପଣ ଜନ୍ମ ହେଲେ, ଆପଣ କଣ ବୃଷ ଲଗ୍ନ ହବ। ଏଇଠି ଲ ଲେଖା ହବ। ବୁଝିପାରିଲେ ନା ବୁଝିପାରିଲେନି? ଆଚ୍ଛା, ନା ଆପଣ ଜାଣିଦେଲେ ରାଶି କାହାକୁ କୁହନ୍ତି, ଲଗ୍ନ କାହାକୁ କୁହନ୍ତି, ଆଉ ନକ୍ଷତ୍ର କାହାକୁ କୁହନ୍ତି। ଆଉ ଗୋଟେ ଜିନିଷ ଦେଖନ୍ତୁ, ଯଦି ଯଦି ଆପଣ ମାନେ ଜାତକ 3 ଟାଇପର ଅଛି। ଗୋଟେ ହେଲା, ଏଇଟା ହେଲା ଇଷ୍ଟ ଇଣ୍ଡିଆ ଟାଇପ। 3 ଟାଇପର ଜାତକ ଅଛି। କନଫ୍ୟୁଜ ହୁଅନ୍ତି ଆପଣ ଭିଡ଼ିଓ ଦେଖିକି, କଣ ଆଷ୍ଟ୍ରୋଲୋଜି କାମ କରୁନି। ଆପଣ ଯିଏ ଭୁଲ ପ୍ରେଡିକ୍ସନ କରୁଛନ୍ତି ସେମାନେ ଭୁଲ କରୁଛନ୍ତି। ଏଇଟା ଗୋଟେ ଜାତକ ଅଛି, ଏଇଟା ଗୋଟେ ଜାତକ ଅଛି, ଏଇଟା ଗୋଟେ ଜାତକ ଅଛି, ଆଉ ଗୋଟେ ଏଥର ବୁଝିପାରିଲେ? ଦେଖନ୍ତୁ, ଏଇ 3ଟା, ଏଇଟା ହେଲା ନର୍ଥ ଇଣ୍ଡିଆରେ ଦେଖା ହଉଛି ବା ଏଇ ଟାଇପର ଲେଖୁଛନ୍ତି। ଏଇଟା ହେଲା ଇଷ୍ଟ ଇଣ୍ଡିଆ, ମାନେ ଆମ ପଟେ ଇଣ୍ଡିଆ ଜାତକ ତିଆରି ହଉଛି। ଆଉ ଗୋଟେ ହେଲା ସାଉଥ ଇଣ୍ଡିଆ। 3ଟା ଟାଇପର ଜାତକ ତିଆରି ହଉଛି। ଗୋଟେ ହେଲା ଇଷ୍ଟ ବା ନର୍ଥ ଇଣ୍ଡିଆରେ, ଆଉ ଗୋଟେ ହେଲା ଇଷ୍ଟ ଇଣ୍ଡିଆରେ, ଆଉ ଗୋଟେ ହେଲା ସାଉଥ ଇଣ୍ଡିଆରେ। ଏଇ ଇଷ୍ଟ ଇଣ୍ଡିଆ ଜାତକଟା କଲିକତା ଆଉ ଓଡିଶାରେ, ଆଉ ସାଉଥ ଇଣ୍ଡିଆଟା ଆମ ସାଉଥ ରିଜନ ଯେତେକ ଷ୍ଟେଟ ରହିଲା, ନର୍ଥ ଇଣ୍ଡିଆ ଯେତିକି ଷ୍ଟେଟ ରହିଲା, ବିହାର ଫିହାର, ଉତ୍ତରପ୍ରଦେଶ, ୟୁପି, ଏଗୁଡା ସବୁ ଏଇ ଟାଇପର ଆସୁଛି। ତେଣୁକରି ଆପଣ ମାନେ ଦେଖିଦେବେ ସଦାବେଳେ ଏଇ ଟାଇପର ନାହିଁ, 3 ଟାଇପର ଅଛି। 3 ଟାଇପ କେମିତି ଦେଖା ମୁଁ କହିବି ଆପଣଙ୍କୁ। ଏଠି କଣ ହେଲା, ଏଇ ଘରଟା ଆଙ୍କର ସଦାବେଳେ ପାଇଁ ଲଗ୍ନ। ଏଇ ଘରଟା ଆପଣଙ୍କ ସଦା ମାନେ ନର୍ଥ ଦକ୍ଷିଣ ଭାରତ, ସରି ଉତ୍ତର ଭାରତ ହିସାବରେ ଏଇଟା ସଦାବେଳେ ପାଇଁ ଲଗ୍ନ, ସଦାବେଳେ ପାଇଁ ଲଗ୍ନ।
ଏଇଟା ସଦାବେଳେ ପାଇଁ ଲଗ୍ନ, କିନ୍ତୁ ଆମର କଣ ଏଇଟା ସଦାବେଳେ ପାଇଁ ମେଷ, ଏଇଟା ହେଲା ମେଷ, ଏଇଟା ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ, ମୀନ। ଆମର କଣ ଅଛି ରାଶି ସ୍ଥିର, ତାଙ୍କର କଣ ଲଗ୍ନ ସ୍ଥିର। ଏଇଟା 1, ଏଇଟା 2, ଏଇଟା 3, 4, 5, 6, 7, 8, 9, 10, 11, 12। ତାଙ୍କର କଣ ଲଗ୍ନ ସ୍ଥିର, ଆମର ରାଶି ସ୍ଥିର। ଏମାନଙ୍କର କଣ ଲଗ୍ନ ସ୍ଥିର, ସରି ଏମାନଙ୍କର ରାଶି ସ୍ଥିର। ମାନେ ଆମ ସିଷ୍ଟମ ଯେ ସିଷ୍ଟମ ସେ, ତାଙ୍କର ଏଇଠାର ଏଇଟା ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ, ମୀନ। ତାଙ୍କର ବି ଏଇ ଜାତକ ଯାହା ଏ ଜାତକ ସେମାନେ ଏଇ ଜଣ ସମାନ। ତାଙ୍କୁ ଭଲ ଲାଗିଲା ଏମାନେ ଏଇ ଟାଇପର ଲେଖିଦେଲେ, ଏମାନଙ୍କୁ ଭଲ ଲାଗିଲା ଏମାନେ ଏଇ ଟାଇପର ଲେଖିଦେଲେ, ଯାହାକୁ ଯେମିତି ଭଲ ଲାଗିଲା ସେମାନେ ସେଇ ଟାଇପର ଲେଖିଦେଲେ। ତେଣୁକରି ଏଇଟା ହେଲା ଜାତକ ତିନିଟା ଟାଇପର କୁହନ୍ତି, ଗୋଟେ ହେଲା ନର୍ଥ ଇଣ୍ଡିଆ, ଇଷ୍ଟ ଇଣ୍ଡିଆ ଆଉ ସାଉଥ ଇଣ୍ଡିଆ। ନର୍ଥ ଇଣ୍ଡିଆରେ ଲଗ୍ନ ସ୍ଥିର ରାଶି ବୁଲିବ, ନର୍ଥ ଇଣ୍ଡିଆରେ କଣ ଲଗ୍ନ ସ୍ଥିର ରାଶି ବୁଲିବ, ଇଷ୍ଟ ଇଣ୍ଡିଆରେ ରାଶି ସ୍ଥିର ଲଗ୍ନ ବୁଲିବ, ଆଉ ସାଉଥ ଇଣ୍ଡିଆରେ ବି ରାଶି ସ୍ଥିର ଲଗ୍ନ ବୁଲିବ। ବୁଝିପାରିଲେ ତ? ଠିକ ଅଛି। ଏବେ ଆପଣଙ୍କୁ ମୁଁ ଆଉ ଗୋଟେ କଥା କହିବି, କୋଉ ଘରର ଅଧିପତି କିଏ? ଘରର ଅଧିପତି ନାଇଁ, ଫାଷ୍ଟ କହିବି ଜାତକ କେମିତି ଦେଖାଯାଏ। ଗୋଟେ ଜାତକ ଆମେ କେମିତି ଦେଖିବା, ଯୋଉ ବି କୋଶ୍ଚିନ୍ ହଉ ଆଷ୍ଟ୍ରୋଲୋଜିରେ, ସବୁ କୋଶ୍ଚିନ୍ର ଆନ୍ସର ଆଷ୍ଟ୍ରୋଲୋଜିରେ ଅଛି, ସବୁ କୋଶ୍ଚିନ୍ର ଆନ୍ସର ଡିପେଣ୍ଡ କରୁଛି ଯିଏ ଦେଖୁଛି ସିଏ ଜାଣିଥିବାର ଅଛି, ଡିପେଣ୍ଡ କରୁଛି ଯିଏ ଦେଖୁଛି ସିଏ ଜାଣିଥିବାର ଅଛି। ସବୁ କୋଶ୍ଚିନ୍ ଆପଣଙ୍କର 3 ଦିନ ପରେ ଘଟଣା କଣ ହବ ଆଷ୍ଟ୍ରୋଲୋଜିରେ କହିଦେବ, 5 ଦିନ ପରେ କଣ ହବ, 10 ବର୍ଷ ପରେ କଣ ହବ, ସବୁ କଣ ହେଇଯିବ, କେବଳ ଡିପେଣ୍ଡ କରୁଛି କାହା ଉପରେ, ଯିଏ ଦେଖୁଛି ସିଏ ଭଲସେ ଜାଣିଥିବାର ଅଛି। ଆଚ୍ଛା, ମୁଁ ଆପଣଙ୍କୁ କହିଲି କଣ କୋଉ ଘରର ଅଧିପତି କିଏ ଆଉ ଗୋଟେ ଜାତକ କେମିତି ଦେଖାଏ। ଫାଷ୍ଟ ଦେଖନ୍ତୁ, ଗୋଟେ ଜାତକ ଦେଖିବା ପାଇଁ ହେଲେ ଆମକୁ 5ଟା ଜିନିଷ ଦରକାର। ମାନେ ଆମ ଲାଇଫରେ ଆମେ 100% ମିଳିବାର ଅଛି, ଆମକୁ 100% ମିଳିବାର ଅଛି। 100% ପାଇଁ ତା ଦେହରୁ ନକ୍ଷତ୍ର, ନକ୍ଷତ୍ର ମାନେ ଆପଣ ନିଜେ ମାନେ ଯୋଉ ଜନ୍ମ ନକ୍ଷତ୍ର, ସରି ନକ୍ଷତ୍ର, ହଁ ନକ୍ଷତ୍ର ଯୋଉଟା ନକ୍ଷତ୍ରର ହଉଛି 20%, ନକ୍ଷତ୍ରର 20%। ମୁଁ ଆପଣଙ୍କ କର୍ମ କଥା କହୁଛି, ୟା ଦେହରୁ ପୁଣି 100% ରେଜଲ୍ଟ ଅଛି। ନକ୍ଷତ୍ରର 20% ଆଇଲା, ମାନେ ନକ୍ଷତ୍ରର 20% ହିସାବ ହବ। ନକ୍ଷତ୍ର ପରେ ହେଲା ଲଗ୍ନ, ଲଗ୍ନରେ ହେଇଗଲା 20%, ବୁଝିପାରିଲେ, ଲଗ୍ନ ହେଇଗଲା 20%, ବା ଯୋଉଟା ଆପଣଙ୍କ ଲଗ୍ନ କୁଣ୍ଡଳୀ, ଯୋଉଟା ଆପଣ ଲଗ୍ନ କୁଣ୍ଡଳୀ, ଯୋଉଟା ଜାତକ ଆପଣଙ୍କର, ସେଇଟା ହେଲା 20%। ତାପରେ ହେଲା ଡିଭିଜନ ଚାର୍ଟ, ଡିଭିଜନାଲ ଚାର୍ଟ, ମାନେ ଲଗ୍ନ କୁଣ୍ଡଳୀ ଟାଇପର। ଧର ଆପଣ ବାହାଘର ଦେଖିବାର ଅଛି, ହେଲେ ଲଗ୍ନ କୁଣ୍ଡଳୀ ଦେଖିଲେ କଣ, ବାହାଘର ପାଇଁ ଗୋଟେ ସ୍ପେଶାଲ ଜାତକ ଅଛି, ଏଇ ଜାତକରୁ ହିସାବ କରି ଯୋଉଟା ବାହାରିଛି, ଇଏ ହେଇଗଲା 20%, 20 60 ହେଲା। ଆଚ୍ଛା, ୟା ପରେ ଆସିବ ଅଷ୍ଟବର୍ଗ, ଅଷ୍ଟ ଅଷ୍ଟବର୍ଗ ମାନେ କାହାର କେତେ ପାୱାର, କୋଉ ଗ୍ରହର କେତେ ପାୱାର, ସିଏ ହେଇଗଲା 20%। ମାନେ ଏଇଟା କନଷ୍ଟାଣ୍ଟ ହେଇଗଲା ନକ୍ଷତ୍ର, ଲଗ୍ନ, ଡିଭିଜନ ଚାର୍ଟ ଆଉ ଅଷ୍ଟକ ବର୍ଗ, ତାହେଲେ 20 ଯୋଉ 80, ଆଉ ରହିଲା 20%, ଆଉ ଗୋଟେ ହେଲା ମହାଦଶା, ମହାଦଶା ହେଲା 20%। ତାହେଲେ ଏଇ 20, ଏଇ କେତେଟା 20 ହେଲା, 5ଟା 20 ହେଲା, 20 + 100। ତାହେଲେ ଯଦି ଗୋଟେ ଆଷ୍ଟ୍ରୋଲୋଜର, ନକ୍ଷତ୍ର 20% ଭଲସେ ହିସାବ କରି ଜାଣିଥିବ, ଲଗ୍ନ 20% ଭଲସେ ହିସାବ କରି ଜାଣିଥିବ, ଡିଭିଜନ ଚାର୍ଟ 20% ଭଲସେ ହିସାବ କରି ଜାଣିଥିବ, ମାନେ ଡିଭିଜନ ଚାର୍ଟ ନାଇଁ D9 ହଉ, ନବାଂଶ ହଉ, ଦଶମାଂଶ ହଉ, ଦ୍ୱାଦଶାଂଶ ହଉ, ଚତୁର୍ଥାଂଶ ହଉ, ବୁଝିପାରୁଛ ନା ନାଇଁ, D3, D9, D4 ଏମିତି ସବୁ ଯେତକ ଅଛି, ଷଷ୍ଠାଂଶ ହଉ, ସପ୍ତମାଂଶ ହଉ, ଏଗୁରା ସବୁ ଆଧରେ ଯାଉଛି ଡିଭିଜନାଲ ଚାର୍ଟ ଭିତରେ। ଆଉ ଗୋଟେ ହେଲା କଣ ଅଷ୍ଟବର୍ଗ, ଗୋଟେ ଘରେ 4ଟା ଗ୍ରହ ଅଛନ୍ତି, ଗୋଟେ ଘରେ 4ଟା ଗ୍ରହ ଅଛନ୍ତି, ତାହେଲେ କଣ 4 ଜଣ ରେଜଲ୍ଟ ଦେବେ, 4 ଜଣ ରେଜଲ୍ଟ ଦେବେନି, 4 ଜଣରୁ 4 ଜଣରୁ କେତେ ଜଣ ରେଜଲ୍ଟ ଦେବେ, ଜଣେ ରେଜଲ୍ଟ ଦେବ। କିନ୍ତୁ ତମ ଘରେ ତମେ 4 ଜଣ ଲୋକ ରହୁଛ, 4 ଜଣ ଲୋକରୁ କଣ ସମସ୍ତେ ଘରର କଥା ମୁଣ୍ଡ ପୁରନ୍ତି, ଜଣେ ମୁଣ୍ଡ ପୁରନ୍ତି, ତମ ଘରର ଲିଡର ଯିଏ ମୁଖ୍ୟ ଲୋକ, ବାପା ହଉ କି ମା ହଉ କି ବଡ ଭାଇ, ଓ ସମୟ ଅନୁସାରେ ଯିଏ ଥବ। ସେମିତି ଅଷ୍ଟକ ବର୍ଗରେ ଦେଖାହବ 4ଟା ଗ୍ରହ ଥିଲେ ବି କାହାର ପାୱାର କେତେ ଅଛି, କିଏ ବଳୁଆ ଅଛି, ସେଇ ହିସାବରେ ଏଠି ଦେଖାହବ ଅଷ୍ଟକ ବର୍ଗ। ଯଦି ଅଷ୍ଟକ ବର୍ଗ ସେ ଗ୍ରହର ପାୱାର ଅଧିକା ଅଛି ତାହେଲେ ସେ ଅଧିକା ଫଳ ଦବ, ଯଦି ଖରାପ ରହୁଛି ତାହେଲେ ଖରାପ ଫଳ ଦବ। ଆଚ୍ଛା, ତାପରେ ହେଲା ମହାଦଶା। ମହାଦଶା କଣ, ଟାଇମ ପିରିୟଡ, ଆପଣ ଜନ୍ମ ହେବା ଠାରୁ ମରିବା ପର୍ଯ୍ୟନ୍ତ, ମାନେ ଯେତିକି ଦିନ ବଞ୍ଚିବେ ସେଟା ମହାଦଶା କୁହନ୍ତି। ସେଇ ଟାଇମରେ ଆପଣ ଯଦି 20% ଆପଣଙ୍କ ମାନେ ଏଇ 20 ପଞ୍ଚା ହେଇଗଲା 100, ତାହେଲେ 100 ରେଜଲ୍ଟ ଆପଣଙ୍କୁ କୋଉଠୁ ମିଳିଲା, ଏଇଠୁ ମିଳିଗଲା। କର୍ମ କଥା ମୁଁ କହୁନି, ମୁଁ ଆଷ୍ଟ୍ରୋଲୋଜି କଥା କହୁଛି, 100% ରେଜଲ୍ଟ ଏଠୁ ପାଇବାର ଅଧିକାର ଅଛି। କିନ୍ତୁ ଯେହେତୁ ଭଗବାନ ଅଛନ୍ତି
ବା ମଣିଷ ବା ଯାହା ପାଇছে ଜାତି ସିଏ ତ ଭଗବାନ ନୁହଁ କି ଭଗବାନଙ୍କ ଠାରୁ ଅଧିକା ବି ନୁହଁ। ଯଦି ଅଧିକା ନ ସେ ଆମ ପାଖରେ କେମିତି ନୁହଁ, ସିଏ ତ ଅଲଗା ଜାଗାକୁ ପଳେଇଥାନ୍ତା, ଭଗବାନ ଠାରୁ ଅଧିକା ନୁହଁ। ତେଣୁକରି ସିଏ କଣ କରିବ, ଗୋଟେ ଆଷ୍ଟ୍ରୋଲୋଜର ପ୍ରେଡିକ୍ସନ କେତେ 80% ଦେଇପାରିବ। 80%, 100% କିଏ ଦେଇପାରିବ? 80%, 100% କିଏ ଦେଇପାରିବେନି, 80%। ଆଉ ଗୋଟେ କଥା, ଆଷ୍ଟ୍ରୋଲୋଜିରେ ଯେତିକି ସବୁ ଜିନିଷ ଅଛି, ଆଷ୍ଟ୍ରୋଲୋଜିରେ ଯାହା ବି ଅଛି ମନେ ରଖିଥାଅ, ଯାହା ବି ଅଛି ବାରମ୍ବାର ଆପଣମାନଙ୍କୁ କହୁଛି, ଆଷ୍ଟ୍ରୋଲୋଜିରେ ଯାହା ସବୁ ଜିନିଷ ଅଛି, ଯଦି ଆପଣଙ୍କ ଜାତକରେ ଭଲ ଅଛି ତ ତାହେଲେ ଭଲ ହବ, ଯଦି ଖରାପ ଅଛି ତାହେଲେ ଖରାପ ହବ। ଆପଣ କହିବେ କି ମୁଁ ଆ ପାଇଁ ପୂଜା ପାଠ କଲେ ଭଲ ହେଇଯିବ, ଆପଣ ଯଦି ସେଇଟା ଭଲରେ ଥିବ ତାହେଲେ ହବ, ଯଦି ନଥବ ତାହେଲେ ହବନି। ଗୋଟେ ଏକ୍ସାମ୍ପଲ ଧର ମୁଁ ନଉଛି, ଗୋଟେ ଏକ୍ସାମ୍ପଲ, ଗୋଟେ ଲୋକର ଏଇଟା ଗୋଟେ ଜାତକ ହେଇଗଲା, ହେଲା, ଗୋଟେ ଜାତକ ହେଇଗଲା। ଗୋଟେ ଲୋକର ଧର ଲଗ୍ନକୁ ଆମେ ନେଇଗଲେ ମେଷ ଲଗ୍ନ, ମେଷ ଲଗ୍ନ ନେଇ ମେଷ ଲଗ୍ନ ନେଇଗଲେ, ମେଷ ଲଗ୍ନ ହଉଥିଲା ଗୋଟେ ଲୋକ ଜାତକରେ, ଗୋଟେ ଲୋକର ଜାତକରେ ଏଇ ଘରେ ଅଛି ମଙ୍ଗଳ, ଏଇ ଘରେ ମଙ୍ଗଳ ଅଛି। ଏ ଘରେ ମଙ୍ଗଳ ଅଛି ମାନେ ଏ ଘରଟା ହଉଛି ତାର ସପ୍ତମ ଘର, ଧର ବିବାହ ଘର। ସପ୍ତମ ଘର ହେଲା ମାନେ ଲଗ୍ନ କିଏ ହବ? ଏଠି 7, 6, 5, 4, 3, 2, 1, ଏଇଟା ହେଇଗଲା ଲଗ୍ନ। 1, 2, 3, 4, 5, 6, 7 ଲଗ୍ନ। ଏଇଟା ହେଲା କୋଉ ଲଗ୍ନ? ଏଇଟା ହେଲା ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା ଲଗ୍ନ। କୋଉ ଲଗ୍ନ ହେଲା? ବିଛା ଲଗ୍ନ। ବିଛା ଲଗ୍ନର ଅଧିପତି କୋଉଠି ଅଛି? ସପ୍ତମରେ ଅଛି। ବିଛା ଲଗ୍ନ ଘର ବା ସରି ଏ ଏକ୍ସାମ୍ପଲ ଟା ନବା, ଏଇଟା ଆପଣ ଟିକେ ଡାଉଟ ହଉ ବୁଝିବା। ଆଉ ଗୋଟେ ସହଜ ଏକ୍ସାମ୍ପଲ ନଉଛି, ଆପଣଙ୍କ କ୍ଲାସ ମାନେ ଜିନିଷଟା ଆପଣ ହିଁ ବୁଝିପାରିବେ। ମୁଁ ଆଉ ଥରେ କହୁଛି, ବଡ ସେ ଲିଭିଙ୍ଗରେ ଆଉ ଥରେ କହୁଛି, ଏଇଟା ମାଇଣ୍ଡରେ ରଖିଦେବେ। ଏଇଟା ସଦାବେଳେ ବେସିକ ମୁଁ କହିଲେ ଆପଣ ବେସିକ ମୁଁ ପଢିବି, ଆପଣଙ୍କୁ ବେସିକ ପଢିବି, ଆପଣ ଆଷ୍ଟ୍ରୋଲୋଜି ଜାଣିଦେବେ କେତେ କାମ ହଉଛି। ଆଷ୍ଟ୍ରୋଲୋଜି ନା ପଇସା ଇନକମ କରିବାକୁ ହେଇନି, ଆଷ୍ଟ୍ରୋଲୋଜି ହେଇଛି ମଣିଷ ଭଲରେ କେମିତି ବଞ୍ଚିବ, ଭଲରେ ଖାଇବ, ମାନେ ଲୋକର ସୁବିଧା ପାଇଁ ଆଷ୍ଟ୍ରୋଲୋଜି କରାଯାଇଛି, କିନ୍ତୁ ଆମେ ତାକୁ ପେସା ବନେଇ ସାରିଲୁଣି, ହେଲା, ସମସ୍ତେ ପେସା ବନେଇ ସାରିଲୁଣି। ଏଇଟା ମାନିନେ ଗୋଟେ କୁଣ୍ଡଳି ଆମେ ଦେଖିବା, ଏଇଟା ଗୋଟେ କୁଣ୍ଡଳି ହେଲା, ହେଲା, ଏଇଟା ଗୋଟେ କୁଣ୍ଡଳି ହେଲା। ମନେ ରଖନ୍ତୁ, ମେଷ ଏଇଟା ହଉଛି ଚର, ଇଏ ହଉଛି ଚର, ଇଏ ହଉଛି ଚର, ଇଏ ହଉଛି ଚର। ତିନିଟା ସାଇନ୍ ଅଛି, ଗୋଟେ ହେଲା ଚର, ଆଉ ଗୋଟେ ହେଲା ସ୍ଥିର, ଆଉ ଗୋଟେ ହେଲା ଦ୍ୱାତ୍ମିକ। ଗୋଟେ ହେଲା ଚର, ସ୍ଥିର, ଦ୍ୱାତ୍ମିକ। ଏଇଟା ଚାରିଟା ଚର ହେଲା। ଏଇଟା ମେଷ ଚର, କର୍କଟ ଚର, 1, 4, 7, 10 ହଉଛି ଚର। ତାପରେ ଆସିବ କିଏ? ସ୍ଥିର, ତାପରେ ଆସିବ କିଏ? ସ୍ଥିର, ତାପରେ ଆସିବ ଏଠି ଚର ହେଲା ମାନେ ଏଠି ସ୍ଥିର, ଚର ମାନେ ଏଠି ସ୍ଥିର, ହେଲା। ତାହେଲେ ଏଗୁଡାକ ସବୁ କଣ ହେଲେ? ସ୍ଥିର ହେଇଗଲେ ଚାରିଟା। ସେମିତି ଏଇଟା କଣ ହବ? ଟୁଏଲ୍ଥ ସାଇନ୍ ଆସିବ ଦ୍ୱାତ୍ମିକ, ଦ୍ୱାତ୍ମିକ ଆସିବ। ଏଟା ବି କଣ ଆସିବ? ଦ୍ୱାତ୍ମିକ ଆସିବ। ଏଇଟା ବି କଣ ଆସିବ? ଦ୍ୱାତ୍ମିକ ଆସିବ। ଏଇଟା କଣ ଆସିବ? ଦ୍ୱାତ୍ମିକ ଆସିବ। ମନେକର ମୁଁ କହିଲି ବା ଗୋଟେ ଲୋକ ଜାତକରେ ଅଛି, ତାର ସ୍ଥିର ଘରେ ଖରାପ ଗ୍ରହ ରହିଯାଇଛି, ତାର ସ୍ଥିର ଘରେ ଖରାପ ଗ୍ରହ ରହିଯାଇଛି, ପୁଣି କୋଉଠି ଅଛନ୍ତି? ନବମରେ ଅଛି, ଛାଡ ନବମ ଛାଡିଦ, ପଞ୍ଚମରେ ଅଛି, ବୁଝିପାରିଲ? ପଞ୍ଚମ ଘରେ ଗୋଟେ ଜାତକରେ, ଗୋଟେ ଜାତକରେ ଏଇଟା ଯଦି ଗୋଟେ ଜାତକ ହେଲା, ଯଦି ଗୋଟେ ଜାତକ ହେଲା, ଲଗ୍ନ ଧରି ନବା ଆମେ, କନ୍ୟା ଲଗ୍ନ ନେଇଗଲେ, କନ୍ୟା ଲଗ୍ନ ନେଲେ, ତାହେଲେ ପଞ୍ଚମ ଘର ଏଇଟା ହେଲା ମକର ଘର, ପଞ୍ଚମ ଘର। ଏ 5 ନମ୍ବର ଘରେ ଅଛି ମନେକର ରାହୁ, 5 ନମ୍ବର ରାହୁ ଅଛି। 5 ନମ୍ବର ଘରଟା କଣ? ଚର ରାଶିରେ ଅଛି, ଛାଡିଦିଅ, 5 ନମ୍ବର ଘର ଚର ରାଶିରେ ଅଛି। ଯଦି ଆପଣଙ୍କ ଭାଗ୍ୟ ବା ମାନେ ଭଲ ଘର, ପଞ୍ଚମ ଘରଟା ଭଲ, ନବମ ଘର, ଲଗ୍ନ ଭଲ, ଯଦି ଆପଣ ଜାତକରେ ଭଲ ଘରେ ଖରାପ ଗ୍ରହ ରହିଯାଇଛି, ଭଲ ଘରେ ଖରାପ ଗ୍ରହ ରହିଯାଇଛି, ଖରାପ ଗ୍ରହ ମାନେ ସ୍ଥିର ରାଶିରେ ପଡିଯାଇଥିବ, ଯଦି ସେଟା ଆପଣଙ୍କ ପଞ୍ଚମ ଘର ହେଇଥିବ, କି ଏଠି ଗୋଟେ କଣ ଖରାପ ଗ୍ରହ ହେଇଥିବ, ସେ ପଞ୍ଚମ ହେଇଥିବ, ନବମ ହେଇଥିବ, ସପ୍ତମ ହେଇଥିବ, ବା କେନ୍ଦ୍ର ତ୍ରିକୋଣ ଭିତରୁ କୋଉଟା ବି ହେଇଥିବ, କେନ୍ଦ୍ର ତ୍ରିକୋଣ ଭିତରୁ କୋଉଟା ବି ହେଇଥିବ, ଯଦି ସେଟା ସ୍ଥିରରେ ପଡିଗଲା, ଆଉ ଯଦି ଖରାପ ଅଛି, ସ୍ଥିରରେ ପଡିଗଲା, ଯଦି ଖରାପ ଅଛି, ତାହେଲେ ଆପଣ ଭାଗ୍ୟରେ ଯେତେ ପୂଜା ପାଠ କଲେ ମଧ୍ୟ, ଯେତେ ପୂଜା ପାଠ କଲେ ମଧ୍ୟ ଆପଣ ଭାଗ୍ୟ ହିଁ ଖରାପ।
ତାଠାରୁ ସହଜ ଉପାୟ କଣ ଆପଣ ଜାଣିବେ ନା ଆମ ସ୍ଥିରରେ ଯେହେତୁ ଅଛି ଫିକ୍ସ ସାଇନରେ ଯେହେତୁ ଅଛି ମୋର ଏଇଟା ହଁ ଏଇଟା ମୁଁ ମାନୁଛି ଆପଣଙ୍କର ଏଇଟା 100% ଖରାପ ଥାଇପାରେ 100% ନେଗେଟିଭ ଥାଇପାରେ 100% ନେଗେଟିଭ ଆପଣ 80% କରିପାରନ୍ତି ଠାକୁର ପୂଜା କରିକିରି ଠାକୁର ପୂଜା କରିକିରି ଠାକୁର ପୂଜା ମାନେ ପୂଜା ମାନେ କଣ ବୁଝିପାରନ୍ତୁ ଆତ୍ମାକୁ ସମର୍ପଣ କରିବେ ଆପଣ ନିଜ ପାଖରେ ସମର୍ପିତ ମାନେ ଭଗବାନ ପାଖରେ ନିଜେ ସମର୍ପିତ ହେବେ ହାତ ଟେକିବାକୁ ପଡିବ ଠାକୁରଙ୍କ ପାଖରେ ନହେଲେ ହବନି ତେଣୁକରି ଯଦି 80% ଆପଣ 80% ହିଁ ରହିବ 20% କମେଇ ପାରିବେ ଯଦି ଠିକ ସାଇନ୍ରେ ଅଛି ଟିକେ କମେଇ ପାରିବେ ଜିରୋ କହି କରିପାରିବେନି ଗ୍ୟାରେଣ୍ଟି ଦେବି କେହି ଜିରୋ କରିପାରିବେନି ଯଦି କୌଣସି ଜାତକରେ ଭଲ ଅଛି ଖରାପ ଅଛି ମାନେ ଆଷ୍ଟ୍ରୋଲୋଜିରେ ପ୍ଲସ ମାଇନସ ଯଦି ଜାତକରେ ଭଲ ଯେତିକି ଖରାପ ସେତିକି ଆପଣ ପାଇବେ ବି ସେଇ ପ୍ଲସ ମାଇନସ ଜିରୋ ନାହିଁ ମାନେ ପ୍ଲସ ମାଇନସ କ୍ୟାନସଲ ହେଇକିରି ଜିରୋ ସେଇଟା ଆଷ୍ଟ୍ରୋଲୋଜି ନାହିଁ ପ୍ଲସ୍ ଅଛି ତ ଯେତିକି ପ୍ଲସ୍ ଅଛି ସେତିକି ପ୍ଲସ୍ ପାଇବେ ଯେତିକି ମାଇନସ୍ ଅଛି ସେତିକି ମାଇନସ୍ ହିଁ ପାଇବେ ତେଣୁକରି ଆପଣ ସଦାବେଳେ ମନେ ରଖନ୍ତୁ ଫାଷ୍ଟ ଏଇଟା ମନେ ରଖନ୍ତୁ ଯଦି ଆପଣଙ୍କର ସ୍ଥିର ଘରେ କିଛି ଖରାପ ଗ୍ରହ ଅଛନ୍ତି ବା ସେଇଟା ଆପଣଙ୍କର ଏଜୁକେସନ ଘର ହେଇଥିବ ଫିଫ୍ଥ ହାଉସ୍ ହେଇଥିବ କି ହାୟର ଏଜୁକେସନ ନାଇନ୍ଥ ହାଉସ୍ ହେଇଥିବ କି 10th ହାଉସ୍ କର୍ମ କ୍ଷେତ୍ର ହେଇଥିବ କି 7th ହାଉସ୍ ମ୍ୟାରେଜ କ୍ଷେତ୍ର ହେଇଥିବ ବିଜନେସ କ୍ଷେତ୍ର ହେଇଥିବ କି 4th ହାଉସ୍ ନିଜର ମା କି ଘର ଦ୍ୱାରା ଏମିତି ହେଇଥିବ କି ଲଗ୍ନ ଯଦି ଖରାପ ଥିବ ତାହେଲେ ଆପଣ କଣ କରିବେ ଭାବି ନେବେ ଯେ ଭଗବାନ ପାଖରେ ମୁଁ ଏବେଠାରୁ ଭୁଲ ମାଗିକି ଏ ଜନ୍ମରେ ଭଗବାନ ମୋତେ କ୍ଷମା କରିବେ ଆର ଜନ୍ମରେ ମୁଁ ଗୋଟେ ଭଲ ମଣିଷ ଜନ୍ମ ହେବି ଠିକ ଅଛି ଯଦି ସେଟା ଦ୍ୱାତ୍ମିକ ଥବ ତାହେଲେ ଯେତେବେଳେ ସେଇ ଗ୍ରହ ଯୋଉ ଗ୍ରହ ଆପଣଙ୍କର ଦ୍ୱାତ୍ମିକ ରାଶିରେ ଅଛି ବା ଡୁଆଲ ସାଇନରେ ଅଛି ତାର ଦିଟା କ୍ୟାରେକ୍ଟର ହେଇଗଲା ଭଲ ରେଜଲ୍ଟ ଖରାପ ରେଜଲ୍ଟ ସେ ଦିଟା ଦବ ଗୋଟେ ଲୋକର ଯେମିତି ଦିଟା କ୍ୟାରେକ୍ଟର ଅଛି ଭଲ ଅଛି ଖରାପ ଅଛି ସେମିତି ସବୁ ଗ୍ରହ ମାନଙ୍କର ଭଲ କ୍ୟାରେକ୍ଟର ଅଛି ଖରାପ କ୍ୟାରେକ୍ଟର ଅଛି ରାହୁ ବି ଗୋଟେ ଭଲ ଗ୍ରହ କୁହାଯିବ ପୁଣି ଖରାପ ଗ୍ରହ କୁହାଯିବ କିନ୍ତୁ ଯଦି ଆମେ ଦେଖିବା ଦ୍ୱାତ୍ମିକ ରାଶିରେ କଣ ହବ ଧର ମୋର ମଙ୍ଗଳ ଖରାପ ଅଛି ମୋ ଜାତକରେ ମଙ୍ଗଳ ଖରାପ ମୁଁ କଣ କରିବି ମୁଁ ଦେଖିଲି ମଙ୍ଗଳ ଯେହେତୁ ମୋର ଖରାପ ଅଛି ଯେତେବେଳେ ମଙ୍ଗଳର ମହାଦଶା ଆସିବ କି ମଙ୍ଗଳର ଅନ୍ତର୍ଦଶା ଆସିବ କି ମଙ୍ଗଳର ପ୍ରତ୍ୟାନ୍ତର ଦଶା ଆସିବ ତାହେଲେ ସେ ଟାଇମରେ କଣ ହବ ମଙ୍ଗଳ ମତେ ଖରାପ କରିବ ବୁଝିପାରିଲେ ନା ବୁଝିପାରିଲେ ଯେତେବେଳେ ଗୋଟେ ଲୋକ ମାନେ ସିଏ ଯେତେବେଳେ ଭଲ ଗ୍ରହ ସଂସ୍ପର୍ଶରେ ଆସିବ ମନେକର ରାହୁରେ ମଙ୍ଗଳ ମୋ ପାଇଁ ମଙ୍ଗଳ ଖରାପ ଅଛି ରାହୁ ଗୋଟେ ଖରାପ ଗ୍ରହ ତେଣୁକରି ସେ ଖରାପ ଗ୍ରହ ଧର ମୋ ପାଇଁ ସୂର୍ଯ୍ୟ ଭଲ ଅଛି ରାହୁରେ ସରି ସୂର୍ଯ୍ୟରେ ଯେତେବେଳେ ମଙ୍ଗଳ ଆସିବ ରବିରେ ଯେତେବେଳେ ମଙ୍ଗଳ ଆସିବ ସେତେବେଳେ ମଙ୍ଗଳ ମତେ ଭଲ ଦବ ମାନେ ସେ ଦିଟା କାମ କରିବ ଭଲ ଦବ କିନ୍ତୁ ଖରାପ ଦବ ଡିପେଣ୍ଡ କରୁଛି ତାପରେ ମହାଦଶା ଟାଇମ ପିରିୟଡ ଉପରେ ଯଦି ଚର ରାଶିରେ ହେଲା କିଛି ନାହିଁ ଠାକୁରଙ୍କୁ ମୁଣ୍ଡିଆ ମାରିଥିବ ପ୍ରଭୁ ଯାହା ହେଇଛି ଭୁଲ ହେଇଯାଇଛି କାଲି ସକାଳେ ଭୁଲ ହବନି ଅଟୋମେଟିକ ସେ ପଳେଇଲା ଅଟୋମେଟିକ ସେ ପାପ ପଳେଇବ ଆପଣଙ୍କର କିଛି ଅସୁବିଧା ନାହିଁ ତେଣୁକରି ଫାଷ୍ଟ ଯଦି ଫିକ୍ସ ସାଇନରେ ଆପଣଙ୍କର ଭାଗ୍ୟ ଅଛି ଫିକ୍ସ ସାଇନ କି ଗୋଟେ ହେଲା ବୃଷ ଫିକ୍ସ ସାଇନ ଗୋଟେ ସିଂହ ଫିକ୍ସ ସାଇନ ଗୋଟେ ହେଲା ବିଛା ଫିକ୍ସ ସାଇନ ଆଉ ଗୋଟେ ହେଲା କୁମ୍ଭ ଫିକ୍ସ ସାଇନ ଚାରିଟା ଫିକ୍ସ ସାଇନ ଯଦି ଫିକ୍ସ ସାଇନରେ ଅଛି ଆପଣଙ୍କ ଭାଗ୍ୟରେ ଯଦି ଦୁଃଖ ଭୋଗିବାର ଅଛି ଆପଣ ସେଟା ଖୁସିରେ ନେଇଯାଆନ୍ତୁ ଖୁସିରେ ମୁଁ କହୁଛି ଆପଣ ଖୁସିରେ ନିଅନ୍ତୁ ଆପଣ ଦେଖନ୍ତୁ ଆପଣ ଯେତେ ପୂଜା ପାଠ କରିବେ ବେକାର ମୁଁ କହିବା ସେମାନଙ୍କ କାମ ହେଲା ଠକିକି ଲୋକଙ୍କୁ ପଇସା ନବା ଠକିକି ପଇସା ନବା ଆପଣ କଣ ଜାଣିବେ ଯେ ରାହୁ କଣ ରେଜଲ୍ଟ ଦବ ନା ଗୁରୁ କଣ ରେଜଲ୍ଟ ଦବ ନା ରବି କଣ ରେଜଲ୍ଟ ଦବ ନା କିଏ କୋଉଠି ରହିଲେ ଭଲ କିଏ କୋଉଠି ଆପଣ ପଢିଛନ୍ତି ସ୍କୁଲ ପାଠ ପଢିଛନ୍ତି ଆଉ 5 ଟଙ୍କା 3 ଟଙ୍କା ନେଇଗଲେ ଆପଣ କହିଦେବେ 5 ଟଙ୍କା 7 ଟଙ୍କା ନେଇଗଲେ ଆପଣ କହିଲେ 2 ଟଙ୍କା ଅଧିକ ନେଲେ କିନ୍ତୁ ଆସୁଛନ୍ତି ତ ଆପଣ ଜାଣିନାହାନ୍ତି ତେଣୁ ମୋର ପ୍ରୟାସ ଗୋଟେ ଲୋକ କେମିତି ଶାନ୍ତିରେ ବଞ୍ଚିବ ଭଲରେ ବଞ୍ଚିବ ତା ନୁହଁ ଯେ ମୁଁ ସବୁଦିନ ଡେଲି ରାଶିଫଳ କହିବି ମତେ ବି ଟାଇମ୍ ମୋର ଅଲଗା କାମ ଅଛି ତେଣୁକରି ମୋ ପ୍ରଫେସନ ଏଇଟା ନୁହଁ ମୁଁ ଚିନ୍ତା କଲି ଯେ ଲୋକମାନେ କେମିତି ଭଲ ବାଟକୁ ଆଣିବି ଲୋକମାନେ କେମିତି ଜାଣିପାରିବେ କିଛି ଜିନିଷ ତେଣୁକରି ମୁଁ ଏଇଟା କହିଲି ମାନେ ଠକାମିରେ ପଡିବେନି ଯଦି ଚର ସାଇନରେ ଆପଣଙ୍କର ଖରାପ ଅଛି ତାହେଲେ ଆପଣ ଧରି ନିଅନ୍ତୁ ମୋ ଭାଗ୍ୟରେ ଖରାପ ଅଛି ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ପଇସା ଖର୍ଚ୍ଚ କରିବା କିଛି ଦରକାର ନାହିଁ କାହାକୁ ପଇସା ଦରକାର ନାହିଁ କି ପ୍ରତିକାର କରିବା କିଛି ଦରକାର ନାହିଁ ଯଦି ଦ୍ୱାତ୍ମିକରେ ଅଛି ପ୍ରତିକାର କରନ୍ତୁ ଅଳ୍ପ ଛୋଟ ଆକାରରେ ପୂଜା ପାଠ କରନ୍ତୁ ଆଉ ଯଦି ଚରରେ ଅଛି କିଛି ପୂଜା ପାଠ କରିବା ଦରକାର ନାହିଁ ଡେଲି ଠାକୁରଙ୍କ ସନ୍ଧ୍ୟାବେଳେ ଗୋଟେ ଥର ସକାଳେ ଗୋଟେ ଥର ମୁଣ୍ଡିଆ ମାରିବେ ଭଲସେ ପ୍ରାର୍ଥନା କରିବେ କାମ ସହିତ ଠାକୁର ତମ ଅଛନ୍ତି ତେଣୁକରି ଆଜି ପାଇଁ ଏତିକି ଆର କ୍ଲାସରେ ମୁଁ ଆପଣଙ୍କୁ କହିବି ଗୋଟେ ରାଜଯୋଗ ଉପରେ ଡିସ୍କସନ କରିବା ଆଉ ଗୋଟେ ରାଶିର କ୍ୟାରେକ୍ଟର ମୁଁ କହିବି ଗୋଟେ ନକ୍ଷତ୍ର ସରି ଆମର ଗୋଟେ ଗ୍ରହ ମାନଙ୍କର କ୍ୟାରେକ୍ଟର ବି ଭଲ କଣ ଖରାପ କଣ ଆପଣଙ୍କୁ କହିବି ଆପଣ ଏଇଟାକୁ ନୋଟ କରୁଛନ୍ତି ଏଇଟା ହେଲା ଚର ସ୍ଥିର ଦ୍ୱାତ୍ମିକ ଠିକ ଅଛି ଆଉ ଅଛି କଣ 4ଟା ସାଇନ୍ ଅଛି ଫାୟାର କୋଉଟା ଏୟାର କୋଉଟା ଆର୍ଥ କୋଉଟା ଆଉ ବା ଗୋଟେ ହେଲା ଜଳ ତତ୍ତ୍ୱ ଅଗ୍ନି ତତ୍ତ୍ୱ ବାୟୁ ତତ୍ତ୍ୱ ଆଉ ପୃଥ୍ୱୀ ତତ୍ତ୍ୱ 4ଟା ତତ୍ତ୍ୱ ଅଛି ସେଇଟା ଆର କ୍ଲାସ ସରି ଆର ଭିଡିଓରେ ମୁଁ କହିବି ମୁଁ ଆପଣ ମାନଙ୍କୁ ଅନୁରୋଧ କରାହଉଛି ଆପଣ